ଜୟ ଜଗନ୍ନାଥ। ଆଜି ଆମେ ଆଲୋଚନା କରିବା ବୃଷ ରାଶି ବିଷୟରେ। ବୃଷ ରାଶିର ଏପ୍ରିଲ ମାସ ବିଷୟରେ 2026ର ପ୍ରଥମ ଏପ୍ରିଲ ବୃଷ ରାଶିଙ୍କର କ'ଣ ଅଛି ଜୀବନ ଚର୍ଚ୍ଚା, ଜୀବନଯାତ୍ରା ଏବଂ କ୍ୟାରିୟର, ଭାଗ୍ୟ ଏବଂ ସମସ୍ତ ଆର୍ଥିକ କଥା ବି ଆମେ ଆଲୋଚନା କରିବା। ଆକ୍ଚୁଆଲି ଗୋଟେ କଥା ଶୁଣନ୍ତୁ, ଆପଣମାନେ ବୃଷ ରାଶି ଶୁକ୍ରାଚାର୍ଯ୍ୟଙ୍କର ରାଶି ଆପଣମାନେ ଜାଣିଛନ୍ତି ତ। ରାଶି ସ୍ୱାମୀ ହେଉଛନ୍ତି ଶୁକ୍ରଦେବ ସଞ୍ଜୀବନୀ ମନ୍ତ୍ର ଜାଣିଥିବା ଗୁରୁ। ଦେଖନ୍ତୁ ଆପଣଙ୍କ ଗୋଚର କୁଣ୍ଡଲି ଫାଷ୍ଟ ଦେଖିଦିଅନ୍ତୁ। ଆପଣଙ୍କୁ ନିଜେ ବି ମଧ୍ୟ ଆପଣ ଜାଣିପାରିବେ। ଆପଣଙ୍କର ଧନ ଭାବରେ ଏବେ ବୃହସ୍ପତି ବହୁତ ବଢ଼ିଆ, ଚତୁର୍ଥ ଭାବରେ ଆପଣଙ୍କର କେତୁ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଦଶମ ଘରେ 11ତମ ରାଶିରେ ବୁଧଙ୍କ ସାଥିରେ ଅଛନ୍ତି ରାହୁଦେବ। ଏକାଦଶ ଭାବରେ ଆପଣଙ୍କର ମଙ୍ଗଳ, ଶନି, ସୂର୍ଯ୍ୟ ଏବଂ ଶୁକ୍ର ନିଜେ ରାଶି ସ୍ୱାମୀ ଅଛନ୍ତି ଆପଣଙ୍କର ଦ୍ୱାଦଶ ଭାବରେ ଶୁକ୍ର ସର୍ବଦା ଶୁଭ ହୋଇଥାନ୍ତି, କିନ୍ତୁ ମେଷ ରାଶିରେ ଅଛନ୍ତି। ମଙ୍ଗଳ, ଶନି, ସୂର୍ଯ୍ୟ ଷ୍ଟ୍ରଙ୍ଗ ଗ୍ରହ, ତ ଷ୍ଟ୍ରଙ୍ଗ ଇଫେକ୍ଟ ମଧ୍ୟ ପଡ଼ିବ ଆପଣଙ୍କର ଏକାଦଶ ଭାବରେ ବୃହସ୍ପତିଙ୍କ ରାଶିରେ। ମଙ୍ଗଳ, ଶନିଦେବ, ସୂର୍ଯ୍ୟଦେବ, ଦେଖନ୍ତୁ ସୂର୍ଯ୍ୟଦେବଙ୍କର ମଧ୍ୟ ରାଶି ପରିବର୍ତ୍ତନ ହୋଇଛି ଏବଂ ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନରେ ଆପଣମାନଙ୍କୁ ମଧ୍ୟ ବହୁତ ହିଁ ବଢ଼ିଆ ସୁଫଳ ମିଳିବ। ଆମେ ଯଦି ଆଲୋଚନା କରିବା ପ୍ରଥମରୁ ଆପଣମାନଙ୍କର ଲଗ୍ନ କଥା ଆଲୋଚନା କରିବା, ଆପଣଙ୍କ ଲଗ୍ନରେ କେହି ବସିନାହାନ୍ତି କିନ୍ତୁ ସେଠି ଶୁକ୍ରାଚାର୍ଯ୍ୟଙ୍କର ଇଫେକ୍ଟ ନିଶ୍ଚିତ ଭାବରେ ରହିବ। ଏବଂ ଦେଖନ୍ତୁ ଆପଣଙ୍କର ଶୁକ୍ରଦେବ 12ତମ ଘରେ ବସିଛନ୍ତି। 12ତମ ଘର ହେଉଛି ଆପଣଙ୍କର ଦ୍ୱାଦଶ ଘର ଅର୍ଥାତ୍ ଆପଣଙ୍କର ସେଇଟା ହେଉଛି ବ୍ୟୟର ଘର, କିନ୍ତୁ ବ୍ୟୟର ଘରେ ଲଗ୍ନରେ ସ୍ୱାମୀ ବସି ଆପଣଙ୍କୁ ବ୍ୟୟରୁ ବଞ୍ଚାଇବେ। ବୃଷ ରାଶି ଆର୍ଥିକ ବର୍ଷର ସବୁଠୁ ବହୁତ ବଢ଼ିଆ ସମୟ ହେଉଛି ଏଇଟା। ଆପଣଙ୍କର ଗୁରୁ ବସିଛନ୍ତି ଆପଣଙ୍କର ଅର୍ଥ ଭାବରେ, ବାଣୀ ଭାବରେ, ଆପଣଙ୍କ ପରିବାର ସାଥିରେ ଆପଣ ବହୁତ ବଢ଼ିଆ ସମୟ କଟିବେ। ଆପଣ ଇମୋସନାଲି କନେକ୍ଟ ହେବେ ଆପଣ ପରିବାର ଲୋକଙ୍କ ସହିତ। ଆପଣଙ୍କ କଥାବାର୍ତ୍ତାରେ ଗୋଟେ ମଧୁରତା ଆସିବ। ଆପଣ ଗୁରୁ ଭଳିଆ ସମସ୍ତଙ୍କ ସାଥିରେ ଆଲୋଚନା କରିବେ। ବୃହସ୍ପତି ଦେବ ଆପଣଙ୍କୁ ଆଶୀର୍ବାଦ କରିବେ। ଅର୍ଥ କ୍ଷେତ୍ରରେ, ବାଣୀ କ୍ଷେତ୍ରରେ, ପରିବାର କ୍ଷେତ୍ରରେ, ସମ୍ପର୍କୀୟଙ୍କ କ୍ଷେତ୍ରରେ ଆପଣମାନଙ୍କର ଉତ୍ତରତର ଉନ୍ନତି ହେବ। ଆର୍ଥିକ କ୍ଷେତ୍ରରେ ଆପଣମାନେ ଯାହା ଚାହୁଁଥିଲେ ଅର୍ଥ ଆସିବ ବହୁତ ବଢ଼ିଆ ଜାଗାରୁ। ଆପଣଙ୍କ ପରିବାରରେ ଗୋଟେ ଅତୁଟ ବନ୍ଧନ ହେବ ମାତାଙ୍କ ସାଥେ, ଭାଇଙ୍କ ସାଥେ, ପିତାଙ୍କ ସାଥେ ଏବଂ ପ୍ରେମ ଜନିତ କଥା ଆମେ ଯଦି ଆଲୋଚନା କରିବା, ପ୍ରେମୀ ପ୍ରେମିକାଙ୍କ ସାଥିରେ ମଧ୍ୟ ଆପଣମାନଙ୍କର ଏକ ବହୁତ ହି ବଢ଼ିଆ, ବହୁତ ହି ସୁନ୍ଦର ସକାରାତ୍ମକ ଘଟଣା ଘଟିବ। ଦେଖନ୍ତୁ କିନ୍ତୁ କିଛି ମାତ୍ରାରେ ଆପଣଙ୍କର ପତି ପତ୍ନୀଙ୍କର ମଧ୍ୟ ଝଗଡ଼ା ହୋଇପାରେ। ଏ କଥା ଆମେ କହୁନୁ, ଆପଣଙ୍କର ଗୋଚର କୁଣ୍ଡଲି କହୁଛି ସୂର୍ଯ୍ୟଙ୍କ ସାଥିରେ ଯେହେତୁ ମଙ୍ଗଳ ଅଛନ୍ତି ଏବଂ ମଙ୍ଗଳଙ୍କ ସାଥେ ମଧ୍ୟ ଆପଣମାନଙ୍କର ସେଠି ଶନିଦେବ ଅଛନ୍ତି। ଆପଣମାନେ ଦେଖିବେ କି ଏପ୍ରିଲ 19 ପରେ ଆପଣମାନଙ୍କର ଦେଖିବେ ସ୍ୱାମୀ ସ୍ତ୍ରୀମାନଙ୍କର ଝଗଡ଼ା, ଛୋଟ ଛୋଟ କଥାକୁ ନେଇକି ଝଗଡ଼ା ହେବ। ପ୍ରେମୀ ପ୍ରେମିକାଙ୍କ କଥାରେ ଝଗଡ଼ା ହେବ। ଗୋଟେ କଥା, ଯଦି ପୁଅ ଠିକ୍ କଥା କହୁଥିବ, ଝିଅଟିଏ ଭୁଲ କଥା କହୁଥିବ, ଦୁଇ ଜଣଙ୍କ ଭିତରେ ମତାନ୍ତର ଏମିତିକା ଘଟଣା ମଧ୍ୟ ଦେଖାଯାଉଛି। କିନ୍ତୁ ବୃଷ ରାଶି ନିଶ୍ଚିତ ଭାବରେ ଆପଣମାନଙ୍କୁ 19 ତାରିଖ ପରେ ଏଇଟା ଘଟିପାରେ, କିନ୍ତୁ 1ରୁ 19 ଆପଣମାନଙ୍କର ବହୁତ ବଢ଼ିଆ ଅଛି। ଆଉ ଏଇ ବି ଯଦି ଗୋଟେ ଘଟଣା ଘଟିବ ଅଳ୍ପାଂଶରେ, ତାପରେ ପୁଣି ଆପଣମାନେ ନିଶ୍ଚିତ ଭାବରେ ସବୁକିଛି ଭଲ ହୋଇଯିବ। ବହୁତ ହି ବଢ଼ିଆ ସମୟ ପ୍ରେମ ପ୍ରେମିକଙ୍କ ମଧ୍ୟ ପାଇଁ ଏଇଟା ଆମେ କହିବା ଅନୁକୂଳ। ଯଦି ବାହାଘର କଥା କହୁଛନ୍ତି, ନିଶ୍ଚିତ ଭାବରେ ଏବେ ଘରେ ଆପଣ କୁହନ୍ତୁ, ଘରେ ଆପଣଙ୍କର ବହୁତ ବଢ଼ିଆ। ଆପଣଙ୍କର ଚତୁର୍ଥ ଘରେ ଆପଣଙ୍କର କେତୁଦେବ ବସିଲେ ଆପଣଙ୍କ ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣ ଟିକେ ଧ୍ୟାନ ଦିଅନ୍ତୁ। ମାତାଙ୍କର ସ୍ୱାସ୍ଥ୍ୟ ଆପଣମାନେ ଯଦି ଧ୍ୟାନ ନ ଦେବେ, ନିଶ୍ଚିତ ଭାବରେ ମାତାଙ୍କର କିଛି ପ୍ରୋବ୍ଲେମ୍ ହୋଇପାରେ। ଆପଣ ମାତାଙ୍କୁ ବାରମ୍ବାର ବ୍ଲଡ଼ ଚେକଅପ୍ ହେଉ, ତାଙ୍କର ସ୍ୱାସ୍ଥ୍ୟ କଥା ପଚାରନ୍ତୁ, ତାଙ୍କୁ କେମିତି ଅଛନ୍ତି ପଚାରନ୍ତୁ। ଆପଣ ଏଥର ଦେଖିବେ କାର୍ଯ୍ୟ କରିବାର କୌଶଳତା ଆପଣଙ୍କର ବଦଳିଯିବ। ଆପଣ ଟେକ୍ନିକାଲି ଫିଲ୍ଡରେ, IT କ୍ଷେତ୍ରରେ, ଯଦି ଆପଣ ବିଜ୍ଞାନର କ୍ଷେତ୍ରରେ କିମ୍ବା ଆପଣ ଯଦି କିଛି ଟ୍ୟାଲେଣ୍ଟ, ଆପଣଙ୍କର ଏମିତି କ୍ରିଏଟିଭିଟି ଆଇଡ଼ିଆ ଅଛି, ନିଶ୍ଚିତ ଭାବରେ ଆପଣଙ୍କର ଫାଇଦା ହେବ। ଯଦି ଇଣ୍ଟରଭ୍ୟୁ ଆପଣ ଦେଉଛନ୍ତି କେଉଁଠି, ସେଇଠି ଇଣ୍ଟରଭ୍ୟୁ ଆପଣଙ୍କର ସାବ୍ୟସ୍ତ ହେବ ପଜିଟିଭ୍ ରେଜଲ୍ଟ। ନବଗ୍ରହଙ୍କର ଇଏ ଯେଉଁ ଗୋଟେ ବହୁତ ବଢ଼ିଆ କନେକ୍ଟ ଆପଣଙ୍କର ରହୁଛି। ଆପଣଙ୍କର କର୍ମର ଘରେ ବୁଧଦେବ ବସିଛନ୍ତି ଏବଂ ଆପଣଙ୍କର କର୍ମର ଘରେ ରାହୁ ମଧ୍ୟ ବସିଛନ୍ତି। ଆପଣ ବୃଷ ରାଶି ତଥା ଶୁକ୍ରଙ୍କ ଲଗ୍ନ, ତ ଆପଣମାନେ ସର୍ବଦା କାର୍ଯ୍ୟ କରିବେ। ଟେକ୍ନୋଲୋଜି ହେଉ, ଆପଣମାନଙ୍କର ନିଶ୍ଚିତ ଭାବରେ କୌଣସି ନା କମ୍ପ୍ଲିଟଲି ଆପଣ ଦେଖିବେ କାର୍ଯ୍ୟରେ ମଗ୍ନ ରହିବେ। ଆପଣ ବୁଧଦେବ ଏବଂ ଆପଣଙ୍କୁ ବହୁତ ହି ବଢ଼ିଆ ରେଜଲ୍ଟ ଦେବେ। ଶୁକ୍ରାଚାର୍ଯ୍ୟଙ୍କର ରାଶି ଶୁକ୍ରଦେବ ନିଜେ ମଧ୍ୟ ଦ୍ୱାଦଶ ଘରେ ଶୁଭ ହୋଇଥାନ୍ତି ଏବଂ ଶୁକ୍ରାଚାର୍ଯ୍ୟ ଆପଣମାନଙ୍କୁ ନିଶ୍ଚିତ ଭାବରେ କର୍ମରେ ଆଗେଇବା, ବ୍ୟୟଟାକୁ ରୋକିବା ପାଇଁ ଆପଣମାନଙ୍କୁ ସେ ରଖିବେ। ଆପଣଙ୍କର ଖର୍ଚ୍ଚକୁ କମ୍ କରିବେ କିନ୍ତୁ ଆୟକୁ ଆପଣଙ୍କୁ ବଢ଼େଇବେ। ଆପଣ ଦେଖିବେ ସର୍ବଦା ଗୋଟେ ଆପଣ କିଛି ନା କିଛି ୟୁନିକ୍ ଜିନିଷ, ଲେଖା ପଢ଼ା ଆପଣମାନେ ଭିତରେ ପଶିବେ ଏବଂ ଗହରୀ ଚିନ୍ତାଧାରା ରଖିବେ। କୌଣସି ଏକ ପୁସ୍ତକ ପଢ଼ିବେ, ଆପଣମାନେ ସେ ପୁସ୍ତକ ଭିତରେ ପଶିଯିବେ। ଆପଣ ଯଦି AI ହେଉ, କିଛି ନୂଆ ଡେଭଲପମେଣ୍ଟ ଜିନିଷ ଜାଣିବେ, ସେ ବିଷୟରେ ପଶିଯିବେ। ଆପଣଙ୍କ ପାଇଁ ଫ୍ୟାମିଲି କଥା ଯଦି ଆମେ ଆଲୋଚନା କରିବା, ସନ୍ତାନ ଭାଗ କଥା ବି ଆଲୋଚନା କରିବା, ନିଶ୍ଚିତ ଭାବରେ ବହୁତ ସୁବଳ। କିନ୍ତୁ ଆପଣଙ୍କର ମାତାଙ୍କର ସ୍ୱାସ୍ଥ୍ୟ କଥା ନିଶ୍ଚିତ ଭାବରେ ଆପଣ
ଟିକେ ବୁଝିବା ଦରକାର। ଆପଣ ସେବା ଆପଣଙ୍କର ସେବା ମନୋଭାବ ରହିବ ଏଇଥର ଆପଣମାନେ କର୍ମରେ। ହଁ ଗୋଟେ ଜିନିଷ ଦେଖୁଛି କେତେବେଳେ କର୍ମରେ ଆପଣଙ୍କୁ ରାହୁ ଆପଣଙ୍କୁ କରିବ ଏଇଟାରେ ପଇସା ଲଗେଇଦେବା, ଏ କାମ କରିବା ସେ କାମ କରିବା, କିନ୍ତୁ ନା ଆପଣମାନଙ୍କୁ ସେଇଟା ଜଗି ରଖି ଚଳିବାକୁ ପଡ଼ିବ। ଯଦି ଆମେ ଆପଣଙ୍କ ସ୍ୱାସ୍ଥ୍ୟ କଥା କହିବା, ଆପଣଙ୍କର ଆଖି ଜନିତ ଟିକେ ଥଣ୍ଡା ଜନିତ ଏବଂ ମୂତ୍ରାଶୟ ଜନିତ କିଛି ନା କିଛି ପ୍ରୋବ୍ଲେମ୍ ଆପଣଙ୍କୁ ଜଣାଯାଉଛି, କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବା ମୋଟାମୋଟି ଭାବରେ ଠିକ୍ ଅଛି। ମାତାଙ୍କର ସ୍ୱାସ୍ଥ୍ୟକୁ କିନ୍ତୁ ଜଗିକି ରଖିକି ଚଳନ୍ତୁ ଆପଣମାନେ। ଆଉ ହଁ ସବୁଠୁ ସୁନ୍ଦର କଥା ଆପଣଙ୍କର ବୃହସ୍ପତି ଦେବ ସେକେଣ୍ଡ ହାଉସ୍ରେ ଅର୍ଥ ଭାବରେ ଆପଣଙ୍କୁ ଅର୍ଥର ଗୋଟେ ନୂଆ ଦିଗ ମିଳିବ। ଆପଣମାନଙ୍କର ଇନକମ୍ର ପ୍ରଭାବ, ଇନକମ୍ର ଯେଉଁ ସ୍ରୋତଟା ବଢ଼ିବ, ଏଇ ଯେଉଁ ସମୟଟା ଆପଣଙ୍କୁ ନିଶ୍ଚିତ ଭାବରେ ହେଲ୍ପ କରିବ। ବହୁତ ହି ବଢ଼ିଆ। ଶନିଦେବ ମଧ୍ୟ ଦେଖନ୍ତୁ ଆପଣଙ୍କର ବୃଷ ରାଶିରେ ଶନିଦେବ ଶୁକ୍ରାଚାର୍ଯ୍ୟଙ୍କର ହେଉଛନ୍ତି ଶନିଦେବ ମିତ୍ର ଗ୍ରହ, ତ ନିଶ୍ଚିତ ଭାବରେ ଆପଣଙ୍କୁ ବହୁତ ହି ବଢ଼ିଆ ରେଜଲ୍ଟ। ଏବଂ ଏବେ ଶନିଦେବ ଅସ୍ତ ଅଛନ୍ତି ସୂର୍ଯ୍ୟଙ୍କ ପ୍ରଭାବ ହେତୁ, ତ ଇଏ ବି ଗୋଟେ କଥା, ଯେଉଁ ଶନିଦେବଙ୍କର ଖରାପ ପ୍ରଭାବ ପଡ଼ୁଥିଲା ସେଇଟା ଆଉ ପଡ଼ିବନି। ତ ବହୁତ ହି ବଢ଼ିଆ ସମୟ। ଆପଣ ନୂଆ କାର୍ଯ୍ୟ କରିବେ, ଚାକିରିରେ ଦକ୍ଷତା ହାସଲ କରିବେ, ପ୍ରମୋସନ୍ ଅଚାନକ ପ୍ରମୋସନ୍ ଆପଣଙ୍କର ହେବ। ଆଉ ହଁ ହନୁମାନ ଚାଳିଶା ପାଠ କରିବାକୁ ଜମାରୁ ଭୁଲିବେନି। ମାତା ପାର୍ବତୀ ଏବଂ ମହାଦେବଙ୍କର ଆରାଧନା କରିବେ। ସୋମବାର ଆପଣ ମନ୍ଦିର ଟିକେ ଯାଆନ୍ତୁ, ବାବା ଭୋଳେ ବାବାଙ୍କର ନାମ ନିଅନ୍ତୁ, ଶ୍ୟାମ ସଦାଶିବ ନାମ ନେଇ ଗାଆନ୍ତୁ। ଦେଖନ୍ତୁ ନାମଠୁ ବଡ଼ କିଛି ନାହିଁ। ବହୁତ ହି ବଢ଼ିଆ ସମୟ ଆପଣମାନଙ୍କର, ନିଶ୍ଚିତ ଭାବରେ ଆପଣ ଉପଭୋଗ କରନ୍ତୁ। ନିଜର ଜାତକ ଜାଣିବା ପାଇଁ ଆମକୁ କଲ୍ କି ମେସେଜ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ସୀତାରାମ, ଜୟ ସୀତାରାମ, ଜୟ ସୀତାରାମ।